ଶ୍ରେଣୀର ନୂଆ ବହି ଆସିଯାଇଛି। ଦେଖିବା ଇଏ ହେଉଛି ପ୍ରଥମ ଅଧ୍ୟାୟ। ସୁନ୍ଦର କବିତାଟି ଅଛି। ଗୋଟେ ନୂଆ ସ୍ୱରରେ ଗାଇବା। ଆସନ୍ତୁ ପିଲାମାନେ, ପିଲାମାନେ ଗାଇବା। ହଁ ଠିକ୍ ଅଛି, ଗାଇବା। ଆସନ୍ତୁ ଗାଇବା ଗୀତଟିକୁ। ଫୁଲ ପରି ମୁଁ କମଳ ହେବି, ହସିବି ସଦାବେଳେ, ବାସ ଭିତରି ଖୁସି ମୁଁ ଦେବି ସଭିଙ୍କୁ କାଳେ କାଳେ। କୋଇଲି ପରି ମିଠା ସ୍ୱରରେ କହିବି କଥା ସଦା, ଦୁଃଖ ଦେବିନି କାହାରି ମନେ ଆସୁ ବିପଦ ବାଧା। ପାହାଡ଼ ସମ ସ୍ଥିର ମନରେ କରିବି ସବୁ କାମ, ଦେଶ ସେବାରେ ଜୀବନ ଦେବି ରଖିବି ତାର ନାମ। ନଦୀ ପରାଏ ଆଗେଇ ଯିବି, କରିବି ଜନହିତ, ଦୁଃଖୀ ଓଠରେ ହସ ଖେଳାଇ ହେବି ମୁଁ ତାର ମିତ। ପରର ହିତ କରଇ ଯିଏ ଆପଣା ଲୋକ ପରି, ସିଏ ତ ଏକା ସଂସାରେ ସାର, କେହି ନୁହେଁ ତା ସରି, କେହି ନୁହେଁ ତା ସରି। ଆସନ୍ତୁ ଆଉ ଏକ ସ୍ୱରରେ ଗାଇବା ୟାକୁ। ଆସନ୍ତୁ ପପ୍ ମ୍ୟୁଜିକ୍ ଭଳିଆ ପିଲାଙ୍କ ସହିତ ଗାଇବା। ଫୁଲ ପରି ମୁଁ କମଳ ହେବି, ହସିବି ସଦା ବେଳେ, ବାସ ଭିତରି ଖୁସି ମୁଁ ଦେବି ସଭିଙ୍କୁ କାଳେ କାଳେ। କୋଇଲି ପରି ମିଠା ସ୍ୱରରେ କହିବି କଥା ସଦା, ଦୁଃଖ ଦେବିନି କାହାରି ମନେ ଆସୁ ବିପଦ ବାଧା। ପାହାଡ଼ ସମ ସ୍ଥିର ମନରେ କରିବି ସବୁ କାମ, ଦେଶ ସେବାରେ ଜୀବନ ଦେବି ରଖିବି ତାର ନାମ। ନଦୀ ପରାଏ ଆଗେଇ ଯିବି, କରିବି ଜନହିତ, ଦୁଃଖୀ ଓଠରେ ହସ ଖେଳାଇ ହେବି ମୁଁ ତାର ମିତ, ହେବି ମୁଁ ତାର ମିତ। ପରର ହିତ କରଇ ଯିଏ ଆପଣା ଲୋକ ପରି, ସିଏ ତ ଏକା ସଂସାରେ ସାର, କେହି ନୁହେଁ ତା ସରି, କେହି ନୁହେଁ ତା ସରି, କେହି ନୁହେଁ ତା ସରି, କେହି ନୁହେଁ ତା ସରି। ଆଉ ଗୋଟେ ସ୍ୱରରେ ଗାଇବା। ଫୁଲ ପରି ମୁଁ କମଳ ହେବି, ହସିବି ସଦା ବେଳେ, ବାସ ଭିତରି ଖୁସି ମୁଁ ଦେବି ସଭିଙ୍କୁ କାଳେ କାଳେ। କୋଇଲି ପରି ମିଠା ସ୍ୱରରେ କହିବି କଥା ସଦା, ଦୁଃଖ ଦେବିନି କାହାରି ମନେ ଆସୁ ବିପଦ ବାଧା। ପାହାଡ଼ ସମ ସ୍ଥିର ମନରେ କରିବି ସବୁ କାମ, ଦେଶ ସେବାରେ ଜୀବନ ଦେବି ରଖିବି ତାର ନାମ। ନଦୀ ପରାଏ ଆଗେଇ ଯିବି, କରିବି ଜନହିତ, ଦୁଃଖୀ ଓଠରେ ହସ ଖେଳାଇ ହେବି ମୁଁ ତାର ମିତ। ପରର ହିତ କରଇ ଯିଏ ଆପଣା ଲୋକ ପରି, ସିଏ ତ ଏକା ସଂସାରେ ସାର, କେହି ନୁହେଁ ତା ସରି, କେହି ନୁହେଁ ତା ସରି। ଫୁଲ ପରି ମୁଁ କମଳ ହେବି, ହସିବି ସଦା ବେଳେ, ବାସ ଭିତରି ଖୁସି ମୁଁ ଦେବି ସଭିଙ୍କୁ କାଳେ କାଳେ। ପିଲାମାନେ ଏହିପରି 1, 2, 3ଟା ସ୍ୱରରେ
आपण मैंने गाई पारिबे आपणकर इच्छारे भी अनेक गुड़े स्वर रे गाई पारिबे गीतटी को आपण मैंने देखुथिबे मोर कुनी कुनी पिला माने द्वितीय श्रेणी रु वर्तमान तृतीय श्रेणी को आछंती तांको पई मु विभिन्न प्रकार स्वर रे ये छोट कविताटी को गाइबा को चेष्टा करूची जदि आपण मानकु भल लागे ताले लाइक करिवे एवं आपणकर कमेंट रे जणैबे। जय जगन्नाथ।